প্রশ্ন পরবর্তী বর্ণ ঘটিকা সাধে মোতা কথাটা কোন হইছে বুঝিবা চিদানন্দ চিন্ময় আজ্ঞা সচ্চিতানন্দ পরম পুরুষ পরম ব্রহ্ম আজ্ঞা আজ্ঞা ভক্তানুরাগী প্রেমানুরাগী আজ্ঞা পরম ব্রহ্ম ব্রহ্ম শ্রী সত্যনারায়ণଙ୍କର অভୟ পদ পଙ୍କଜରେ ଅନନ୍ତ କୋଟି ପ୍ରଣାମ ପୂର୍ବକ ସତ୍ୟ ସନାତନୀ ଜଗଦେଶ୍ୱରୀ ବିନ୍ଧ୍ରେଶ୍ୱରୀ ବିଶ୍ୱେଶ୍ୱରୀ ମା ଶାରଦା ଙ୍କର ଅଭୟ ପଦ ପଙ୍କଜରେ ଅନନ୍ତ କୋଟି ପ୍ରଣାମ ପୂର୍ବକ ଆମର ମୟୂରଭଞ୍ଜର ଇଷ୍ଟଦେବୀ ମା ଭଗବତୀ ସତ୍ୟ ସନାତନୀ ସୃଷ୍ଟି ସ୍ଥିତି ସଂହାରକାରିଣୀ ଭଗବତୀ ମା ଏହି ଜଗେଶ୍ୱରୀଙ୍କର ପଦଯୁଗ୍ମରେ ଅନନ୍ତ କୋଟି ଦଣ୍ଡବତ ପୂର୍ବକ ଏ ମୟୂରଭଞ୍ଜର ପାଲା କଳାକାର ମାନଙ୍କ ଦ୍ୱାରା ଆୟୋଜିତ ସାମ୍ବତ୍ସରିକ ବିହିତ ପାଲା ସମ୍ମେଳନ ए पाला सम्मेलन आद्य अधिवास दिवस ये दिन बेलिया पाला दिवस द्वितीय पर्याय रे मोर मातृकूला भगिनीकूला माँ भौणी मोर गुरु गुरुजन मंडली मोर समकर्मी समधर्मी कलाकार महोदय महोदया मोर पूर्वज गरिष्ठ वरिष्ठ गायक गायिका बृंद बृंदा विशेषतः ए अंचल खिचिंग अंचल ए मयूरभंजर ए ओडिशार ए भारतर विश्वर मंगल कामना पूर्वक से मांकर पाद पद्म समस्त समर्पण पूर्वक ए दिनहीन गायक माँ ठाकुरंकर कथा दीपद गाइबार दुर्पास प्रयास स्वल्प समय आम आगे गोटे कागज हड़े दिखाई घंटे पाला घंटे कि घंटे 15 मिनिट पाला पाला घंटे 15 मिनिट माँ आम आपण को कौन संतुष्ट करूँ सी तो माँ को जना तबे से संक्षिप्त भाव द्वितीय पर्यायर मन चैतन्य शीर्षक संगीत आवृत्ति नक गोटे संक्षिप्त आशीर्वादात्मक मंगलाचरण टे कर आग को जाऊँ कहीं विशेष आबुरु जाबुरु कर 3-4 घंटार समय ये नुह तब बाबूरे दीनबंधु ए माँ गोटे श्लोक पढ़ी ए श्लोकर भितर गोटे प्रश्न उत्तर रे प्रश्न उत्तर भितर जो देवता आसवे आज समस्त को से आशीर्वाद करेंगे से श्लोकर प्रथम चरण कौन प्रथम प्रश्न दीनबंधु ओ पंथानुपकुर्पति धुनीपुर ओ पंथानुपकुर्पति ए माँ ए खरा दिन आसुच खरा दिन रे आमे जाउथुए कुआडे चली चली करी वर्तमान सिला सब सरकार रेस्ट सेट कर देचंती विभिन्न प्रकार पांचशाला सब छकरे बस स्टैंड कराइछि आगर तो गुडा सब नथिला खरा रे आमे चली चली जाउछु होइरा दिन बंधु ये खरा बेले बाटोई को आश्रय प्रदान करे ग्रीष्म समय बाटरे बाट हो जाऊ झाड़ नाल हो जाऊ उपकार तार करे किए पानी बोतल न छता जोता जोटा नहीं सेटा शुणु दीनबंधु जो श्लोक मु पढ़ुची से गोटे गोटे शब्द आसब माँ ए शब्द आसब दीटा शब्द को तुम काटिदेव एपटे पटू काटिदेव मझे जोटा रहा से रख मन कर तू जो पानी बोतल छता कहलु छता नुह कौन ना पाद पर पा को काटिदे प को काटिदे मझे रहा द तिष्ठन्ति को पाद पे अच्छा
ଦୀନବନ୍ଧୁ ଆଜ୍ଞା। ସେ ପାଦପ ବା ଗଛ ଉପରେ କୋଉମାନେ ବସନ୍ତି? ଗଛ ଉପରେ ହଁ ଚଢେଇ କାଉ ପଶୁ ପକ୍ଷୀ ଏମିତି ପଶୁ ମାନେ ରହନ୍ତି। ପଶୁ ନା ପଶୁ ନୁହେଁ, ପକ୍ଷୀ ପକ୍ଷୀ ହଁ ଦୀନବନ୍ଧୁ ଭୁଲ ହେଇଯାଉଛି ବେଳେ। କୋଉମାନେ ରହନ୍ତି ନା ପକ୍ଷିଣା ଆଜ୍ଞା ପକ୍ଷିଣା ହେଲା ଆଜ୍ଞା ପୁଅଟାକୁ କାଟିଦେ ଏଳାକୁ କାଟିଦେ ମା ରହିଲା କଣ କି ଥିଲା କଣ ଆସିଲା ହେଲା କଣ ପଦାଭ୍ୟାମ ବିହୀନ ଗଗନେ କୁତ୍ରୋର୍ଜମା ଶୋଭତେ ବିନା ପାଦ ହାତରେ ଆକାଶରେ ଉଡେ କିଏ? ହେଲିକପ୍ଟର ରହ ନାଇଁ ତା ଭୁଲ କହିଲି। କୋଉମାନେ ଉଡନ୍ତି ଆକାଶରେ? ପାଦ ନଥିବ ହାତ ନଥିବ କିନ୍ତୁ ଆକାଶରେ ଉଡୁଥିବେ। କଣ ସିଏ? ମା ରେଣ ବ ରେଣୁ ଧୂଳି ରେଣୁ ରେଣ ବ ରେଣ ବ ତେଣୁ ରେ କୁ କାଟିଦେ ବ କୁ କାଟିଦେ ଆସିଲା ହେଲା କଣ? ଦକ୍ଷିଣ ଦକ୍ଷିଣ ଆଜ୍ଞା ହେଲା। ଆମେ ସୂର୍ଯ୍ୟଙ୍କୁ କୋଉଠୁ ପାଇବା? ଆକାଶରେ। ଆ କାଟିଦେ ସୋ କାଟିଦେ ରହିଲା କା କା ଦକ୍ଷିଣ କା ଆଉ ଥରେ ଆସିବ ଏମା କାସାରସ୍ତୁ କୟା ପୋଖରୀରେ କିଏ ଥାଏ? ପୋଖରୀରେ ପୋଖରୀରେ ଆଉ ଗୋଟେ ଜିନିଷ ଥାଏ ନଳିନୀ। ନଳିନୀ ମାନେ କଣ ବା? ପଦ୍ମ। ଦକ୍ଷିଣ କାଳୀ ପ୍ରାପ୍ତି ଚାରକତି। ଆମେ ଚନ୍ଦ୍ର ସୂର୍ଯ୍ୟ କୋଉଠି ପାଇବା? ଆକାଶରେ ପାଇବା। ଆ ସୋ କା ତାହେଲେ ରହିଲା କା ଆଜ୍ଞା ଦକ୍ଷିଣ କାଳିକା ଏର ସୃଷ୍ଟି ସ୍ଥିତି ବିନାଶାନ ଶକ୍ତିଭୂତ ସନାତନେ যে সৃষ্টি স্থিতি আর বিনাশকারিণী শক্তিভূতা সর্বারিষ্ট খণ্ডনকারিণী শক্তিভূতা আদ্য অন্ত মধ্যে চ আদ্য ଆଉ অন্ত ଆଉ ମଧ୍ୟରେ ଯିଏ ଥାଏ ମା ସିଏ କିଏ? ତା ପରମେଶ୍ୱରୀ ଦକ୍ଷିଣ କାଳିକା ହେଲା। ତେଣୁ ଆଦ୍ୟ ଚ ଅନ୍ତ ମଧ୍ୟ ଚ ଯୋଉ ତିଷ୍ଠତି ସିଏ ହେଲା ଦକ୍ଷିଣ କାଳିକା। ସିଏ ହେଲେ ମା କିଚକେଶ୍ୱରୀ ହେଲା। ମା ଗୋଟିଏ କଥା ମନେ ରଖ, ସମୟ ତ ନାହିଁ, 4 ଘଣ୍ଟାର ବିଷୟ ଗାଇବାକୁ ସମୟ ନାହିଁ। ଗୋଟିଏ କଥା ଆପଣଙ୍କର ଯେତେବେଳେ ସୃଷ୍ଟି ପ୍ରଥମେ ସୃଷ୍ଟି ହେଲା ଅନେକ ପ୍ରଳୟ ଯାଇଛି। ଅନେକ ପ୍ରଳୟ ଭିତରେ ପୁଣି ଆସେ ସୃଷ୍ଟି। ମା ଖଣ୍ଡ ପ୍ରଳୟ ସେଦିନ ହେଇଗଲା କଙ୍କଡ଼ାରେ। ଖଣ୍ଡ ପ୍ରଳୟ ମହାପ୍ରଳୟ ତାପରେ ହୁଏ ବ୍ରହ୍ମ ପ୍ରଳୟ। ଯେତେବେଳେ ବ୍ରହ୍ମ ପ୍ରଳୟ ହେଇଯାଏ ସବୁଆଡେ ଜଳମଗ୍ନ ହେଇଯାଏ। ମେରୁଗିରି ବି ଆସିକରି ପାଣି ଭିତରେ ପଡ଼ିଯାଏ। ସବୁ କିଛି ବା ସରିଯାଏ, କିଛି ନଥାଏ। ଥାଏ କେବଳ ସେଇ ପ୍ରଳୟ ଜଳ ଭିତରେ। ସେଇ ପ୍ରଳୟ ଜଳ ଭିତରେ ଗୋଟିଏ ବଟପତ୍ର ଭାସମାନ ହୁଏ। ମା କହୁଛି ଏ ଚଣ୍ଡିକା କିଏ? ମା ଦକ୍ଷିଣ କାଳିକା କିଏ? ଖାଲି ଗୋଟିଏ ପଦରେ ଏ ଦକ୍ଷିଣ କାଳିକା ବା ଏ ମା ଚଣ୍ଡୀ ଏ ମା କିଚକେଶ୍ୱରୀ যে সৃষ্টি স্থিতি বিনাশনাং শক্তিভূত সনাতনী গুণাশ্রয় গুণময়ী নারায়ণী নমস্তুতে। তেଣু ସେ ଗୁଣାଶ୍ରୟ ଗୁଣମୟୀ କେବେଠୁ ଆସିଛି? କେବେ ଆସିଲା ନା ଆଗରୁ ଥିଲା? ସୃଷ୍ଟି ପ୍ରଳୟ ହେଇଯିବ ମା, କିଛି ରହିବନି। କେବଳ ପ୍ରଳୟ ଜଳ ଉପରେ ଭାସିବ ଗୋଟିଏ 12 ଆଙ୍ଗୁଳିର ବରପତ୍ର। ସେ ବଟପତ୍ରରେ ହରି ଗୋ ये भाषो मानो श्री सेवट पत्रे शयन करिले ये मा ब्रह्मांड लीला सारी बोला आओ ब्रह्मांड लीला सारी তাহলে সে প্রলয় জলে আর কিছু থাইবে? ଥାଏ ଗୋଟିଏ ବଟପତ୍ର। ସେ ବଟପତ୍ର ଉପରେ ଗୋଟେ ଛୋଟିଆ ଶିଶୁ ଶୋଇଥାଏ। ସେ ଶିଶୁଟା ମା କେମିତି ଶୋଇଥାଏ? କେହି ନଥାନ୍ତି, କେବଳ ଗୋଟେ ବଟପତ୍ର ବରପତ୍ର ଭାସୁଥାଏ। ବରପତ୍ର ଉପରେ ଗୋଟେ ଛୋଟିଆ ଶିଶୁ
ଯିଏ ଚାଲି ଜାଣିନି ବସିନି ଖାଲି ଉତ୍ତାନ ସାଇ ହେଇକରି ଗୋଟେ ଛୋଟିଆ ଶିଶୁ ଶୋଇଥାଏ ସେ ଶିଶୁଟା କିଏ ଏବଂ ସେ କେମିତି ଶୋଇଥାଏ ହେଲା କେମିତି ଶୋଇଥାଏ ନା ଦେଖିବେ ଆପଣ ଛୁଆମାନେ ଶୋଇ ଦେଇଥିବେ ଛୁଆମାନେ ଧର ଦି ହାତରେ ଆପଣଙ୍କର ଦିଟା ବୁଢା ଆଙ୍ଗୁଳି ଧରିବେ ନୁହଁ କି ତାକୁ ଟାଇମିଂ ପାଟିରେ ପୁରେଇବେ ନୁହଁ କି ଆମେ ସେମିତି କରିପାରିବା ଆମେ ପାରିବାନି ତେଣୁ ସେଇଟା ସେମାନେ ଛୁଆମାନେ ଶିଖନ୍ତି କୋଉଠି ଅର୍ଥାତ୍ ଯୋଉ ଶିଶୁର ଆଦ୍ୟ ରୂପ ବାଲ୍ୟ ରୂପଟା ବା କିଏ ନା କରାହାର ବିନ୍ଦନ ପଦାର ବିନ୍ଦନ মুখার বিন্দন বিনিবেশয়ন্তম পত্র বাল মুকুন্দন মনসা স্মরামে বাল মুকুন্দ মনসা তেଣୁ ସେ ହେଉଛନ୍ତି ବାଳ ମୁକୁନ୍ଦ ତେବେ ଶିଶୁର ଆଦ୍ୟ ରୂପଟା ହଉଛି ବାଳ ମୁକୁନ୍ଦ ରୂପ ବାଳ ମୁକୁନ୍ଦ ରୂପକୁ ଧାରଣ କରି ସେଇ ଅନନ୍ତ ଗର୍ଭ ପରମେଶ୍ୱର ପ୍ରଳୟ ଜଳରେ ଆଜ୍ଞା ଶୟନ କରନ୍ତି କେତେ ଦିନ ନା ଏଇ ମତ ଗଲା ବିତି ଯେ କେତେ କଳ୍ପ ଗଲା ବିତି ଅନନ୍ତ ନିଦ୍ରାରେ ଶୋଇଲା ମୁକୁନ୍ଦ କଳ୍ପ କଳ୍ପ ଯାଏ ବିତି ଭଗବାନ କେତେ ଦିନ ଶୋଇଲେ ନା ଆପଣଙ୍କର ବଟପତ୍ରରେ କେତେ ଦିନ ପର୍ଯ୍ୟନ୍ତ ପ୍ରଭୁ ଶୋଇଲେ ନା କଳ୍ପ କଳ୍ପ ଗଲା ବିତି ଏବା କଳ୍ପଟା କେତେ ଦିନ କଳ୍ପ କେତେ ଦିନ ନା ଆମେ କେତେ ଦୂର ପର୍ଯ୍ୟନ୍ତ ଜାଣିଛେ ଆମେ ଜାଣିଛେ 60 ସେକେଣ୍ଡରେ ଗୋଟେ ମିନିଟ ହୁଏ ଆମକୁ ଇଂରେଜ ମାନେ ଶିଖେଇ ଦେଇକିରି ଗଲେ 60 ମିନିଟରେ ଗୋଟେ ଘଣ୍ଟା ହୁଏ 24 ଘଣ୍ଟାର ଦିନ ରାତି ହୁଏ 30 ଦିନରେ ଗୋଟେ ମାସ ହୁଏ 365 ଦିନ ବା 12 ମାସରେ ଗୋଟେ ବର୍ଷ ହୁଏ ସେତିକି ପର୍ଯ୍ୟନ୍ତ ଆମେ ଯାଇଛେ ଆଉ ଯୋଉମାନେ ଟିକେ ଜ୍ଞାନୀ ଅଛନ୍ତି ପଣ୍ଡିତ ଯୋଉମାନେ ଟିକେ ପୁରାଣ ପଢୁଛନ୍ତି ସେମାନେ ଯୁଗ ପର୍ଯ୍ୟନ୍ତ ଯିବେ ମା ଯୁଗ ଯୁଗ ସତ୍ୟ ତ୍ରେତୟା ଦ୍ୱାପର ଆଉ କଳି ଯୁଗଟା ପୁଣି କେତେ ଦିନ ଷୋହଳ ମା 17,88,000 ବର୍ଷ ହଉଛି ସତ୍ୟ ଯୁଗ 12,96,000 ବର୍ଷ ହଉଛି ତ୍ରେତୟା ଯୁଗ 8,64,000 ବର୍ଷ ହଉଛି ଦ୍ୱାପର 4,32,000 ବର୍ଷ ହଉଛି କଳିଯୁଗ ହେଲା ବର୍ତ୍ତମାନ କଳିଯୁଗ ମାତ୍ର 5,000 ଟପିଛି 4,32,000 ବର୍ଷରୁ ମାତ୍ର 5,000 ବର୍ଷ ଟପିଛି କଳିଯୁଗ ତବେ ଏ ଯୁଗ କଥା ଗଲା ଏ ଚାରିଟି ଯୁଗକୁ ମିଶାଇ ଦେଲେ ଯେ ହୋଇ ଗଣ୍ଡା ଏକ ଯୁଗ ହେଲା ଏହି ପରିବାର ଅନନ୍ତ ସ୍ୱରରେ କେତେ ଯୁଗ ବିତି ଗଲା ମାରିଆ ଯୁଗ ଏମିତି ଏଇ ଯୋଉ ଚାରିଟା ଯୁଗର ବୟସ ମୁଁ କହିଲି ଏଇ ଚାରିଟା ଯୁଗକୁ ମିଶାଇ ଦେଲେ ହେଲା ଗଣ୍ଡାଏ ଯୁଗ ସେତେବେଳେ ପଢୁଥିଲେ କଡା ଗଣ୍ଡା ବୁଢୀ ପଣ ଦଣ୍ଡ ଲିତା ବିଳିତା ମୁହୂର୍ତ୍ତ ଘଡି ଏଗୁଡା ସବୁ ହିସାବ ଯଦି ସେଇ ହିସାବକୁ ଆମେ ଯିବା କଳ୍ପଟା କେତେ ଦିନ ଶୁଣମା କଳ୍ପ ବହି ହେଲା ସଂସ୍କୃତ ମାର୍କଣ୍ଡେୟ ପୁରାଣ ବ୍ୟାସ ଲେଖିଲେ 16 ଶ୍ୱାସ କେ ମୁହୂର୍ତ୍ତ ଚତୁର୍ମୁହୂର୍ତ୍ତେ ଲିତା ଚତୁର୍ଲିତାୟା ବିଶ୍ୱାଗ 16 ବିଶ୍ୱାଗ ଦଣ୍ଡ 60 ଦଣ୍ଡେ ଦିବାରାତ୍ର 30 ଦିବସେ ମାସ 12 ମାସେ ବର୍ଷ ଇଏ ଶୁଣୁ
ଫେରିଯିବା। ଷୋଡ଼ ଶ୍ୱାସକେ ମୁହୂର୍ତ୍ତ, 6 ଥର ନିଶ୍ୱାସ ନେଲେ, ଥରେ 2 ଥର ଏମିତି 6 ଥର ନେଲେ ଯେତିକି ସମୟ ହୁଏ ତାକୁ କୁହାଯାଏ ଷୋଡ଼ ଶ୍ୱାସକେ ମୁହୂର୍ତ୍ତ। ମୁଁ ଆଉ ମୁହୂର୍ତ୍ତେ ରହିପାରିବିନି। ଜାଣିଛ ମୁହୂର୍ତ୍ତଟା କେତେ ସମୟ? ଜାଣିନି। ମୁଁ ଆଉ ଏକ ମୁହୂର୍ତ୍ତ ରହିପାରିବିନି। ମୁହୂର୍ତ୍ତ ମାନେ 6 ଥର ନିଶ୍ୱାସ ନେଲେ ଯେତିକି ସମୟ ଯାଏ ତାକୁ କୁହାଯାଏ ଗୋଟିଏ ମୁହୂର୍ତ୍ତ। ଷୋଡ଼ ଶ୍ୱାସକେ ମୁହୂର୍ତ୍ତ, ଚତୁର୍ମୁହୂର୍ତ୍ତେ ଲିତା। ଆମର ପାଞ୍ଜିରେ ଏବେ ବି ଅଛି ଲିତା ମିଲିତା, ଏତିକି ଲିତା ଏତିକି ଦଣ୍ଡ। ତାହେଲେ 4 ମୁହୂର୍ତ୍ତରେ 6 24 ଥର ନିଶ୍ୱାସ ନେଲେ ଗୋଟେ ଲିତା। ଚତୁର୍ମୁହୂର୍ତ୍ତେ ଲିତା, ଚତୁର୍ଲିତାୟ ବିଶ୍ୱାକ। 4 ଲିତାରେ ହେଲା ଗୋଟିଏ ବିଶ୍ଵା ହେଲା। ଚତୁର୍ଲିତାୟ ବିଶ୍ୱାକ, 16 ବିଶ୍ୱାରେ ହେଲା ଗୋଟେ ଦଣ୍ଡ। ଦଣ୍ଡେ ରହିପାରିବିନି, ଦଣ୍ଡେ ରହିଯା ମାନେ ସେତିକିରେ ହେଲା 16 ବିଶ୍ୱାକ ଦଣ୍ଡ। 60 ଦଣ୍ଡ ଦିବାରାତ୍ର, ସୂର୍ଯ୍ୟ ଉଦୟରୁ ଆଉ ଥରେ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ହଉଛି 60 ଦଣ୍ଡ। 60 ଦଣ୍ଡ ଦିବାରାତ୍ର, 30 ଦିବସେ ମାସ, 12 ମାସେ ବର୍ଷ ଶୁଣୁ ଭଲ ରପୁଙ୍ଗବ। ଆଜ୍ଞା ଏଇ ଯୋଉ ଆମର ଘଡ଼ି ଘଣ୍ଟା ହିସାବଟା କୋଉଠୁ ଆସିଛି ଆପଣ ଜାଣିଲେ? କୋଉଠୁ ଆସିଛି ଜାଣିଲେ? ପୁରାଣରୁ ଆସିଛି। ଦେଖନ୍ତୁ ସେଇ ବର୍ଷ ମାସ ପାଖକୁ ଯାଇ ପହଞ୍ଚିଗଲା। ଏମିତି ଜାଣ ସତ ଗଣ୍ଡା ଯୁଗ ଗଲେ, ସତ ଗଣ୍ଡା ଯୁଗ ବ୍ରହ୍ମାକୁ ଗୋଟିଏ ଦିନ ହୁଇଟି ଭଲେ, ଏମିତି ଗଣ୍ଡେ ଗଣ୍ଡେ କରି 100 ଗଣ୍ଡା ଯୁଗ ଗଲେ ବ୍ରହ୍ମାକୁ ଗୋଟିଏ ଦିନ ହୁଏ। ଆଉ 100 ଗଣ୍ଡା ଯୁଗରେ ବ୍ରହ୍ମାକୁ ଆଉ ଗୋଟିଏ ରାତି ହୁଏ ହେଲା। 200 ଗଣ୍ଡା ଯୁଗରେ ମା ବ୍ରହ୍ମାର ଗୋଟିଏ ଦିନ ଗୋଟିଏ ରାତି ହୁଏ ହେଲା। ସେଇ ବ୍ରହ୍ମା 108 ବର୍ଷ ବଞ୍ଚେ। 108 ବର୍ଷ ପରେ ବ୍ରହ୍ମ ପ୍ରଳୟ ହେଇଯାଏ, ବ୍ରହ୍ମା ମରିଯାଏ। ବ୍ରହ୍ମା ଯେତେବେଳେ ଆগে ଯାଏ, ବ୍ରହ୍ମା ଗଲା ପରେ বহুদিন পর্যন্ত ব্রহ্মার কমণ্ডল ভিতরে ধর্ম লুচিকি থাকে। বহুদিন পর্যন্ত ধর্ম থাকে। ইয়ে ধর্ম যেতবেলে জান খুই গোপন এবে আরে কল্পে কইলা বলে কইলি কোন এবে এই ধর্ম যেতবেলে বিনাশ হয়ে যায় সেতবেলে আগে গোটিয়ে কল্প বলে লেখা হুয়ে। সেতিকি বেলে গোটিয়ে কল্প লেখা হুয়ে। তবে এমিতি কেতে কল্প বিতি গলা, প্রভু অনন্ত শয়ନରେ অছন্তি। আরে তাকে উঠেইব কিয়ে? সে উঠিলে সিনা সৃষ্টি হব। শোইছি তো শোইছি, অচল মহামেরু বটপত্র উপরে শোইছি, তাকে বা উঠেইলা কিয়ে? যদি উঠাইবা পাই কেহি অছি তাহলে নিশ্চিত ভাবে সে সৃষ্টির আগরু অছি। তাহলে সে কিয়ে না আপনার সে হলে শক্তিময়ী মা কিচকেশ্বরী। প্রমাণ আপনার ব্রহ্মা সৃষ্টি করে। ভগবতী তো সুত্বা লাভ সৃষ্টি করু কল্যাণ। আপনাদের বেদ কইলা যেতবেলে ব্রহ্মা কହୁଛନ୍ତି কেহি জনে মতে অন্তরিক্ষরু ধ্বনি আসিলা, হে ব্রহ্মা তুমি সৃষ্টি কর সৃষ্টি কর সৃষ্টি কর। এ ধ্বনিটা বা গোটে নারীর ଥିଲା। সে নারীটা কিয়ে না যত ভয়া তো বাত বাত যত ভয়া তো বাত বাত সূর্য ভ্রমন্তি যত ভয়া মৃতৈব মন্ত গঙ্গস্য ইয়ে সাদেবী চণ্ডিকা সুমৃতা। সে নারী কণ্ঠটা কাহার না যত ভয়াত বাতি বাতয়, যাহা ভୟରେ পবন বহুছি। সূর্য ভ্রমতি যত ভয়াত, যাহার ভୟରେ সূর্য মেরু চতুর্পার্শ্বরে প্রদক্ষিণ করুছি। মৃতন্ত যম যাহা ভୟରେ উঠ বস হଉଛି। সা দেবী চণ্ডিকা সুতা। তেଣୁ ଇଏ ଆଗରୁ ଥିଲା, ସୃଷ୍ଟିର ପ୍ରାରମ୍ଭରୁ ଇଏ ଥିଲା। ଅନନ୍ତ ଶୟନରେ ଯେତେବେଳେ ପ୍ରଭୁ ଶୋଇଥିଲେ
ଆଠଟା ରୂପ ଧରିଲା। କ'ଣ ନା ଚଞ୍ଚଳା, ମୋହିନୀ, ପଦ୍ମିନୀ ଏମିତି 8ଟା ରୂପ ଧରିଲା। ଖାଲି ତ ଏଇ ଉଠ କହିଲେ ଉଠିବନି, ସେ ପୁରା ଅନନ୍ତ ନିଦ୍ରା, ଅନନ୍ତ ନିଦ୍ରାରେ ଶୋଇଛି। କଲା କ'ଣ ଇଏ ଚଞ୍ଚଳ ରୂପରେ ମନକୁ ଚଞ୍ଚଳା ଦେ କଲା। ମୋହିନୀ ରୂପରେ ହୃଦୟକୁ ମନ୍ଥନ କରିଲା। ଆଉ ପଦ୍ମିନୀ ରୂପରେ ହୃଦୟ ପଦ୍ମକୁ ରୁନ୍ଧିଲା। ଆଉ କାମିନୀ ରୂପରେ ମାନ ଜାଣ କାମ ରସ ଦେଲା। ଏମିତି 8ଟା ରୂପ ଧରି ସାରିଲା ପରେ ପ୍ରଭୁଙ୍କର ନିଦ୍ରା ଭାଙ୍ଗିଲା। ପ୍ରଭୁ ସୃଷ୍ଟି ପାଇଁ ପରିକଳ୍ପନା କଲେ। ଅନେକ ସୃଷ୍ଟି ଯାଇଛି ମା, ଗୋଟିଏ ସୃଷ୍ଟି କଥା ମୁଁ କହୁଛି। ବେଶୀ କହିଲେ ଖରାପ ହବ। ଗୋଟିଏ ସୃଷ୍ଟି, ସେ ସୃଷ୍ଟିର ପ୍ରଥମ ମନୁ ଯିଏ, ସେ କିଏ ଜାଣିଛ ମା? ମୃକଣ୍ଡ ମହର୍ଷି, ମୃକଣ୍ଡ ଋଷି। ମା ଯେତେବେଳେ ଏଇ ପଦ୍ମିନୀ ଏଇ ଆପଣଙ୍କର ହୃଦୟ ପଦ୍ମରେ ବସିକିରି ବିହାର କରି, କାମିନୀ ରୂପରେ କାମ ରସ ପ୍ରଦାନ କରି, ଚଞ୍ଚଳା ରୂପରେ ମନକୁ ଚଞ୍ଚଳ କରି, ପଦ୍ମିନୀ ରୂପରେ ହୃଦୟ ପଦ୍ମକୁ ମନ୍ଥନ କରି ପ୍ରଭୁକୁ ଉଠେଇଦେଲା। ଯେତେବେଳେ ପ୍ରଭୁ ଉଠିଲେ ଚାହିଁଲେ, କ'ଣ ମା ଚାହିଁଲେ? ଚାରିଆଡ଼େ ଦେଖିଲେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଜଳମଗ୍ନ ହେଇଯାଇଛି। କିଛି ନାହିଁ ଚତୁଃପାର୍ଶ୍ୱରେ ଜଳ, ଆକାଶ ଘଟି ଯାଇଛି ଜଳ। ଆଜ୍ଞା ସେଇ ଜଳକୁ ଚାହିଁବା ମାତ୍ରେ ପ୍ରଭୁଙ୍କର ଆଖିରୁ ଅଗ୍ନି ସୃଷ୍ଟି ହେଲା। ଏ ଅଗ୍ନି ଯେତେବେଳେ ସୃଷ୍ଟି ହେଲା, ଅଗ୍ନି ଯାଇକିରି ପଡ଼ିଲା ପ୍ରଳୟ ଜଳରେ। ପ୍ରଳୟ ଜଳରେ ପଡ଼ିଲା ପରେ ପ୍ରଳୟ ଜଳରେ ପଡ଼ିକିରି ବ୍ରହ୍ମ ଅଗ୍ନି ମା ଲିଭିଲା ନାହିଁ। ବ୍ରହ୍ମ କେବେ ନଷ୍ଟ ହୁଏନି, ବ୍ରହ୍ମ ଅଗ୍ନି ନଷ୍ଟ ହୁଏନି। ଆପଣ ଗୀତାରେ ଭଗବାନ କହିଛନ୍ତି ନୈନ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନ ଦହତି ପାବକ ନ କ୍ରେନ୍ଦ କ୍ରେଦୟନ୍ ତାପ ନ ଶୋଷୟତି ମାରୁତ। ତେଣୁ ଏ ବ୍ରହ୍ମ କେବେ ନଷ୍ଟ ହୁଏନି। ପ୍ରଳୟ ଜଳରେ ବ୍ରହ୍ମ ଅଗ୍ନି ହୁତୁ ହୁତୁ ହୋଇ ଜଳିଗଲା। ହୋ ଜଳିଗଲା। ପ୍ରଭୁଙ୍କ ଶିରରୁ ଧାର ଧାର ହୋଇ ସମଝାଳ ବୋହିଗଲା। ଯେତେବେଳେ ପ୍ରଳୟ ଜଳରେ ଅଗ୍ନି ଜଳିଲା, ସେ ଅଗ୍ନିର ତାପ ବାଜିଲା ସେ ଛୋଟ ଛୁଆଟାର ମୁହଁରେ। ଛୋଟ ଛୁଆଟାର ମୁହଁରେ ଯେତେବେଳେ ଏ ଅଗ୍ନି ତାପ ବାଜିଲା, ଧାର ଧାର ହେଇକିରି ମା ଝାଳ ଗୁଡାକ ବୋହିଗଲା। ଇଏ ଧାର ଧାର ବୋହିଯାଏ ଅପଘନ ସେ ଆଉ ସମଗ୍ର ବ୍ରହ୍ମାଣ୍ଡ କିବା ଲଭିଛି ନିର୍ବେଦ। ଆମ ବଡ ଭାଇ ଆସିଲେଣି, କ'ଣ କହିଲେଣି? ଜମା କିଏ ପ୍ରାର୍ଥନା କରୁଛି କଣ କରୁଛୁ? ঠিক আছে। জয় মা কেচেশ্বরী বর্তমান সাহিত্যাসু পালিয়া শ্রীযুক্ত অবনীকান্ত দাস ভারতচন্দ্র ময়ূরভঞ্জ সম্মানেশু ওড়িশার লোকপ্রিয় পারম্পরিক শাস্ত্রীয় কলা পালনর জনে সহযোগী পাইয়া ভাবি আপনার যথেষ্ট সুনাম অর্জন କରିଛନ୍ତି। ଗାୟକଙ୍କ ପରିବେଷଣରେ ଆବଶ୍ୟକ ସହାୟତା ପ୍ରଦାନ, ଯୁକ୍ତିସିଦ୍ଧ ବାଗାନ ନମ୍ବର ଦ୍ୱାରା ପ୍ରସଙ୍ଗର ମର୍ଯ୍ୟାଦା ବୃଦ୍ଧି କରିବା ଏବଂ ଆବଶ୍ୟକ ସ୍ଥଳେ ଚମ୍ପୁ, ଓଡ଼ିଶୀ, ଭଜନ ଓ ଜଣାଣ ଆଦିକୁ ଯଥାର୍ଥ ଯୋଗରେ ସ୍ୱର ସଂଯୋଜନା କରି ଗାନ କରିଥିବା ଯୋଗୁଁ ଆପଣ କେତେକ ମଞ୍ଚରୁ ପୁରସ୍କୃତ ହେବାର ଗୌରବ ଅର୍ଜନ କରିଛନ୍ତି। ସୁତରାଂ ଆପଣଙ୍କର କଳାତ୍ମକ ପ୍ରତିଭା, ଉଲ୍ଲେଖ କୃତିତ୍ୱ, ନିରଳ ସାଧନା, ପାଲାପ୍ରୀତି ଓ ଅବାରିତ ଶ୍ରମ ପ୍ରତି ଶ୍ରଦ୍ଧାପୂର୍ଣ୍ଣ ସ୍ୱୀକୃତି ଜଣାଇ ରାଜ୍ୟ ପାଲା ଗାୟକ ସମ୍ମିଳନୀ ଅବସରରେ ଆୟୋଜିତ ପରିଷଦ ସାମ୍ପ୍ରଦାୟିକ ସମାବେଶରେ ଆପଣଙ୍କୁ ଶାଶ୍ୱତ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ଆମେ ଅତ୍ୟନ୍ତ ଆନନ୍ଦିତ ହେଉ। ମା କେଚେଶ୍ୱରୀ ଆପଣଙ୍କ ଚଲାପଥ ସୁବିକୃତ କରନ୍ତୁ। ଆମେ ମଞ୍ଚରେ ତାଙ୍କୁ ସମର୍ପିତ କରୁଛୁ।
ଗ୍ରୁପରେ ଛାଡ଼ିବ। ତେବେ ଯେତେବେଳେ ଆମର ମସ୍ତକରୁ ମୁଣ୍ଡରୁ ଆଜ୍ଞା ସ୍ୱେଦବିନ୍ଦୁ ଗଳିଯାଏ ବହିଯାଏ, ଯଦି ଗଳି ଯାଇକରି ପାଟିରେ ପଡ଼ିଲା ମାନେ ସ୍ୱେଦବିନ୍ଦୁ ଗୁଡ଼ାକ ଝାଳ ଗୁଡ଼ାକ କିଏ ଖାଇବ କି? କ'ଣ କରିବ? ଥୁ କରିଦବ। ସେଟା ସେ ଥୁ ଯୋଉ କରିଦେଲେ ପ୍ରଭୁ, ସେ ଥୁକାରରୁ ଗୋଟେ ପୁରୁଷ ସୃଷ୍ଟି ହେଲା। କୋଉଠୁ? ନା ଥୁକାରରୁ ମା ଗୋଟେ ପୁରୁଷ ସୃଷ୍ଟି ହେଲା। ତା ନାଁ ହେଲା ମୃକଣ୍ଡ। ତା ନାଁ ହେଲା ମୃକଣ୍ଡ। ପରବର୍ତ୍ତୀ ସମୟରେ ସେ ମୃକଣ୍ଡ ଋଷିଙ୍କର ପୁଅ ହେଇଥିଲେ ମାର୍କଣ୍ଡେୟ, ଯିଏକି ଆଜ୍ଞା 7 କଳ୍ପ ପର୍ଯ୍ୟନ୍ତ ବଞ୍ଚିଥିଲେ। ସିଆଡ଼କୁ ଆଉ ଯିବାନି, ଖାଲି ମୁଁ କହୁଥିଲି ମା ଭଗବତୀ ଦେବୀ ସୃଷ୍ଟିର ଆଦ୍ୟରୁ ଅଛନ୍ତି। ପ୍ରଭୁଙ୍କୁ ଅନନ୍ତ ସ୍ମରଣ କରୁଥିଲା ବେଳେ ମା ତାକୁ ଉଠାନ୍ତି। ତେଣୁ ସେ ଦକ୍ଷିଣ କାଳିକା ମା କିଚକେଶ୍ୱରୀ ପରମେଷ୍ଠୀ ଜଗଜ୍ଜନନୀ ଆଜି ଏ ଅଞ୍ଚଳର ଏ ଦରବାରର ମଙ୍ଗଳ କରିବା ସଙ୍ଗେ ସଙ୍ଗେ ବିଶ୍ୱର ସର୍ବମଙ୍ଗଳ କରନ୍ତୁ ବଳାନନ୍ଦ ସାଗର ଏକବାର ହରି ବୋଲ। ଆରେ ଯୁଗେ ଯୁଗେ ଅବତାର ମାଲବରୀ ଭାର ନିବାର ଇଏ ମାରଣ ତାରଣ ପରବାନ। ଆରେ ନ ପାନ୍ତି ବ୍ରହ୍ମା ଶିବ, ନ ପାନ୍ତି ଅନନ୍ତ ଦିବାସବ। ନାରଦ ବଜାଉଥାନ୍ତି ବୀଣାରେ ଭୋଲା ନାରଦ। ସମୟ ତ ନାହିଁ, ସ୍ୱଳ୍ପ ସମୟ ମଧ୍ୟରେ ମୋର